ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ। ଶିବିରରେ ସାମ୍ବାଦିକଙ୍କୁ ଉପେକ୍ଷା ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ପରିସରରେ ଥିବା ମିଶନ ଶକ୍ତି ଗୃହରେ ଜିଲ୍ଲାପାଳ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଏହି ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ନୟାଗଡ଼ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାର, ଏଡିଏମ୍ ଦିଲ୍ଲୀପ କୁମାର ପୋଳ, ନୟାଗଡ଼ ଏସ୍ପି ରାହୁଲ ଜୈନ, ତହସିଲଦାର ସ୍ମୃତି ରଞ୍ଜନ ଶତପଥୀ, ଏବିଡିଓ ଶାରଦା ପ୍ରସନ୍ନ ମହାନ୍ତି, ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁଙ୍କ ସମେତ ଅନେକ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶିବିରରେ ବ୍ଲକ ପ୍ରଶାସନର କ'ଣ ଅସୁବିଧା ହେଲା କେଜାଣି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କୁ ଖବର ଦେଲେ ହେଲେ ଅନ୍ୟ ସାମ୍ବାଦିକମାନଙ୍କୁ ଖବର ଦେଲେ ନାହିଁ। ବିଗତ ଦିନରେ ମଧ୍ୟ ଶିବିରକୁ ସାମ୍ବାଦିକଙ୍କୁ ଖବର ଦିଆଯାଇନଥିଲା। ଖବର ଶୁଣି କିଛି ସାମ୍ବାଦିକ ଯାଇଥିଲେ ମଧ୍ୟ ତାଙ୍କୁ ବସିବା ପାଇଁ ମଧ୍ୟ ବ୍ୟବସ୍ଥା ନଥିଲା। ତେବେ ସାମ୍ବାଦିକଙ୍କୁ ଉପେକ୍ଷା କାହିଁକି କରୁଛନ୍ତି? ସମସ୍ତ କାର୍ଯ୍ୟରତ ସାମ୍ବାଦିକଙ୍କୁ ଖବର ଦେଲେ କିଛି ଅସୁବିଧା ହେବ ନା ଭିତିରି କଥା ବାହାରେ ପ୍ରକାଶ ହୋଇଯିବାର ଭୟ ରହୁଛି। ଏ ନେଇ ସମଗ୍ର ବ୍ଲକ ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି। ବରିଷ୍ଠ ନାଗରିକ ବୁଦ୍ଧିଜୀବୀ ଏଭଳି ପାତର ଅନ୍ତର ନୀତିକୁ ନାପସନ୍ଦ କରୁଛନ୍ତି। ଦଶପଲ୍ଲାରୁ ବଳଭଦ୍ର କରଙ୍କ ରିପୋର୍ଟ, ଅନୁଧ୍ୟାନ ଟିଭି।